ସମସ୍ତଙ୍କୁ ଓଁ ସାଇରାମ। ଚାଲନ୍ତୁ ଆଜି ଶୁଣିବା ମନକୁ ଛୁଇଁଗଲା ଭଳି ଆଜିର ଅନୁଚିନ୍ତା ସବୁ ଆଉ ସୁନ୍ଦର ଟିପ୍ସ ଗୁଡ଼ିକ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶୁଣନ୍ତୁ। ଯଦି ପସନ୍ଦ ଆସିବ ତାହେଲେ ସେୟାର କରନ୍ତୁ। ତାହେଲେ ଚାଲନ୍ତୁ ଶୁଣିବା ତୁଳସୀ ଲଗାଇବାର ଉପକାରିତା। ତୁଳସୀ ଚଉରା ମୂଳେ ସଞ୍ଜବତୀ ଜଳାଇଲେ, ଗାଧୋଇ ତୁଳସୀ ମୂଳେ ଜଳ ଦେଲେ ଶୁଭ ହୋଇଥାଏ। ପରିବାରର ସର୍ବବିଧ ମଙ୍ଗଳ ହୋଇଥାଏ। ମନରେ ଧର୍ମ ଓ ଶାନ୍ତି ଭାବନା ଜାଗ୍ରତ ହୋଇଥାଏ। ଆଉ ଦିନଟି ଭଲରେ କଟିଥାଏ। ମନରେ କ୍ରୋଧ ଶାନ୍ତି ହୁଏ। ଗୃହରେ ଅଶାନ୍ତି ଦୂର ହୋଇଥାଏ। ସର୍ବ ଦେବାଦେବୀଙ୍କ ଆଶୀର୍ବାଦ ମିଳିଥାଏ। ମହାମାରୀ ଆଦି ବିଭିନ୍ନ ରୋଗରୁ ରକ୍ଷା ମିଳିଥାଏ। ମନରେ ପବିତ୍ରତା ଆସିଥାଏ। ପୂର୍ବମୁଖୀ ହୋଇ ପୂଜାପାଠ ଏବଂ ଶୁଭ କାର୍ଯ୍ୟ କଲେ ସର୍ବଶୁଭ ହେବା ସହିତ ଦେବାଦେବୀମାନେ ସନ୍ତୁଷ୍ଟ ହୋଇଥାନ୍ତି। ଭସ୍ମ ଧାରଣ କଲେ ଦେବ ପ୍ରସାଦର ଫଳ ମିଳିବା ସହିତ କାୟା ଶୁଦ୍ଧି ହୋଇଥାଏ। ଝାଡ଼ୁକୁ ଗୋଇଠା ମାରିବା ଉଚିତ ନୁହେଁ। ଅନ୍ୟର ବ୍ୟବହାର ଜିନିଷ ମାଗିକରି ପିନ୍ଧିବା ଠିକ୍ ନୁହେଁ। ନଖକୁ ଦାନ୍ତରେ ଛିଣ୍ଡାଇବା ଠିକ୍ ନୁହେଁ। ମଙ୍ଗଳବାର ଏବଂ ଗୁରୁବାର ଏବଂ ରବିବାର ଏବଂ ଶନିବାର ଦିନ କେଶ କାଟିବା ଠିକ୍ ନୁହେଁ। ଖାଇସାରି ଥାଳିରେ ହାତ ଧୋଇବା ଠିକ୍ ନୁହେଁ। ଭୋଜନ ଯେପରି ବି ହେଲେ ବି ଭୋଜନକୁ ଶାନ୍ତିରେ ଖାଇବା ଉଚିତ। ବସିଥିବା ସମୟରେ ଗୋଡ଼ ହଲାଇବା ଉଚିତ ନୁହେଁ। ଗୁରୁଜନମାନଙ୍କୁ ଅସମ୍ମାନ କରିବା ଉଚିତ ନୁହେଁ। ଦକ୍ଷିଣ ଦିଗକୁ ମୁହଁ କରି ଭୋଜନ କରିବା। ଅଇଁଠା ବାସନ ରାତିରେ ପକାଇବା ଠିକ୍ ନୁହେଁ। କ'ଣ ପାଇଁ ଦାରିଦ୍ର୍ୟତା ଆସିଥାଏ ଚାଲନ୍ତୁ ଜାଣିବା। ଘର ଭିତରେ ଛେପ ପକାଇବା, ସ୍ନାନ କରିବା ସମୟରେ ପରିସ୍ରା କରିବା, ମିଛରେ ରାଣ ନିୟମ ଖାଇବା, ପାଇଖାନା ଭିତରେ କଥା ହେବା, ଚିଲେଇ ଚିଲେଇ କଥା ହେବା, ପେଟ ମାଡ଼ି ଶୋଇବା ଏବଂ ଓଲଟା ଶୋଇବା ଯୋଗୁଁ ଦାରିଦ୍ର୍ୟତା ଆସିବାର କାରଣ ହୋଇଥାଏ। କଳା ଯାଇଥିଲେ କ'ଣ ହୋଇଥାଏ ଚାଲନ୍ତୁ ଜାଣିବା। ନାକରେ କଳା ଯାଇଥିଲେ ସୌଭାଗ୍ୟର ସୂଚନା ଦେଇଥାଏ। ହାତରେ କଳା ଯାଇଥିଲେ ଧନ ପ୍ରତି ଆସକ୍ତି ହୋଇଥାଏ। ମୁଣ୍ଡରେ ଭାଗ୍ୟଶାଳୀ ଏବଂ ସୁଯୋଗ ପ୍ରାପ୍ତକାରୀ ହୋଇଥାଏ। ବେକରେ କଳା ଯାଇଥିଲେ ସୁନାମ ସ୍ୱଭାବ ହୋଇଥାଏ। ଗାଲରେ କଳା ଯାଇଥିଲେ ଆନନ୍ଦ ଓ ସମୃଦ୍ଧିର ପ୍ରତୀକ ହୋଇଥାଏ। କାନରେ କଳା ଯାଇଥିଲେ ଭଦ୍ର, ଆଜ୍ଞାକାରୀ ଓ ସୁଶୀଳ ହୋଇଥାଏ। ଓଠ ତଳେ ଥିଲେ ଧନରେ ସତର୍କତା କିମ୍ବା କଞ୍ଜୁସ ହୋଇଥାଏ। ପାଦରେ କଳା ଯାଇଥିଲେ ଲକ୍ଷ୍ମୀଙ୍କର କୃପାର ସଂକେତ। ଛାତିରେ ସମୃଦ୍ଧି ଏବଂ ଉର୍ବରତାର ଚିହ୍ନ ହୋଇଥାଏ। ହାତରେ କଳା ଯାଇଥିଲେ ଘର କାମରେ ଦକ୍ଷତା ହୋଇଥାଏ। ପିଠିରେ କଳା ଯାଇଥିଲେ କ୍ରୋଧଶୀଳ ସ୍ୱଭାବର ହୋଇଥାଏ। ପ୍ରତିଦିନ ଗାଧୋଇ ସାରିବା ପରେ ଏସବୁ ଜିନିଷ ଖାଆନ୍ତୁ। ଦେଖିବେ ସୁସ୍ଥ ସବଳ ଆଉ ସତେଜ ରହିବେ। ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ। ତୁଳସୀ ପତ୍ର ଖାଇଲେ, ଗୋଲମରିଚ ଚୋବାଇ ଖାଇଲେ ମନ ପ୍ରସନ୍ନ ହୋଇ ରହେ। ସ୍ମରଣ ଶକ୍ତି ବି ବହୁତ ବୃଦ୍ଧି ପାଇଥାଏ। ଦାନ୍ତ ପୋକ କାଟେ ନାହିଁ। ଆଲସ୍ୟ ଦୂର ହୋଇଥାଏ। ଗୋଲମରିଚ ଓ ତୁଳସୀ ପତ୍ର ସେଥିପାଇଁ ସବୁଦିନ ଖାଇବା ଉଚିତ। ଆଲସ୍ୟ ଦୂର କରିଥାଏ। ରକ୍ତଚାପ ଦୂର କରିଥାଏ। କାଶ, କମ୍ପ, ଶ୍ୱାସ ଯକ୍ଷ୍ମାରୁ ମୁକ୍ତି ମିଳିଥାଏ। ଆଧ୍ୟାତ୍ମିକ ଶକ୍ତି ବୃଦ୍ଧି ପାଏ। ଚର୍ମରୋଗ ଦୂର ହୁଏ। ରକ୍ତହୀନତା ଦୂର ହୁଏ। ଦୃଷ୍ଟି ଶକ୍ତି ବୃଦ୍ଧି ପାଏ। ସେଥିପାଇଁ ପ୍ରତିଦିନ ଗୋଲମରିଚ ଆଉ ତୁଳସୀ ପତ୍ର ଗାଧୋଇ ସାରିବା ପରେ 8ଟା ୟା 10ଟା ଲେଖାଏଁ ଖାଆନ୍ତୁ। ଦେଖିବେ ସୁସ୍ଥ ରହିବେ। ରାଗ ହେଉଛି ମନର ଶତ୍ରୁ। ଏହା ମାତ୍ରେ ସମ୍ପର୍କକୁ ଭାଙ୍ଗିଦିଏ, ସୁଖକୁ ହରାଇଦିଏ, କାମକୁ ବିଗାଡ଼ି ଦେଇଥାଏ। କେତେକ ସମୟରେ ରାଗ କରିବା ସମ୍ପୂର୍ଣ୍ଣ ଭୁଲ ହୋଇଥାଏ। ସକାଳେ ଉଠିଲେ କେବେ ବି ରାଗିବେ ନାହିଁ। ଦିନଟା ଖରାପ ହୋଇଥାଏ। ପୂଜା କରୁଥିବା ବେଳେ କ୍ରୋଧ ଦୂର ରଖନ୍ତୁ। କାହିଁକିନା ପୂଜା ସମୟରେ କ୍ରୋଧ କଲେ ଭଗବାନ ପ୍ରସନ୍ନ ହୋଇନଥାନ୍ତି।
ତେବେ ଭଗବାନ ଆଶୀର୍ବାଦ ଦେବେ। ଖାଇବା ବେଳେ କେବେ ବି ରାଗନ୍ତୁ ନାହିଁ। ଶରୀରରେ ରୋଗ ବଢ଼ିପାରେ। ଘରୁ ବାହାରିବା ସମୟରେ ଶାନ୍ତ ରୁହନ୍ତୁ। କାମ ସଫଳତାର ସହିତ ହେବ। ବାହାର ଘରକୁ ଫେରିଲେ ହସମୁଖେ ପ୍ରବେଶ କରନ୍ତୁ। ଲକ୍ଷ୍ମୀ ଖୁସି ହୁଅନ୍ତି। ଶୋଇବା ପୂର୍ବରୁ ମନକୁ ଶାନ୍ତ କରନ୍ତୁ। ଆୟୁଷ ଓ ନିଦ୍ରା ଦୁହେଁ ବଢ଼ିଥାଏ ଏବଂ ନିଦ୍ରା ମଧ୍ୟ ବହୁତ ସୁନ୍ଦର ହୋଇଥାଏ। ଯେଉଁମାନେ ବିନା କାରଣରେ ନିଜର ସ୍ୱାର୍ଥ ପାଇଁ ଅନ୍ୟମାନଙ୍କୁ ଆଘାତ ଦିଅନ୍ତି, ସେମାନେ ନିଶ୍ଚିତ ଭାବରେ ତା'ର ଫଳ ପାଇବେ। ଏଥିରୁ କୌଣସି ପରିସ୍ଥିତିରେ ବି ସେମାନେ ରକ୍ଷା ପାଇପାରିବେ ନାହିଁ। ଯଦି ଘରକୁ ସୁଖ ଶାନ୍ତିରେ ରଖିବାକୁ ଚାହୁଁଛନ୍ତି, ତାହେଲେ ପ୍ରତିଦିନ ମହାଲକ୍ଷ୍ମୀଙ୍କର ମନ୍ତ୍ର ଉଚ୍ଚାରଣ କରି ପୂଜା କରନ୍ତୁ। ପୂଜା ଶ୍ରଦ୍ଧା ଭକ୍ତି ସହିତ କରନ୍ତୁ। ପ୍ରତିଦିନ ମା ଲକ୍ଷ୍ମୀଙ୍କୁ ସ୍ମରଣ କରି ଆରତି କରନ୍ତୁ। ତାପରେ ଗାଈ ଗୋରୁଙ୍କୁ ଅଇଁଠା ଖାଦ୍ୟ କେବେ ବି ଦିଅନ୍ତୁ ନାହିଁ। ଦେଖିବେ ଲକ୍ଷ୍ମୀ ଆପେ ଆପେ ପ୍ରସନ୍ନ ହେବେ। ଜୟ ମା ଲକ୍ଷ୍ମୀ।